ସମ୍ବଲପୁର ରେ ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଉପରେ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଅଇଁଠାପାଲି ପୁଲିସ। ବେଆଇନ ଭାବରେ ବନ୍ଧୁକ ରଖିଥିବା ଅଭିଯୋଗରେ ପୁଲିସ 2 ଜଣ ଯୁବକଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ମାରଣାସ୍ତ୍ର ଜବତ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ନାଁରେ ପୂର୍ବରୁ ହତ୍ୟା ମାମଲା ଥିବା ଜଣାପଡ଼ିବା ପରେ ପୁଲିସ ଘଟଣାକୁ ଅଧିକ ଗୁରୁତ୍ୱର ସହିତ ନେଇ ତଦନ୍ତକୁ ଜୋରଦାର କରିଛି। ମିଳିଥିବା ସୂଚନା ଅନୁଯାୟୀ ଅଇଁଠାପାଲି ପୁଲିସ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରି ରାଜୁ ପ୍ରଧାନ ଓ ଶାନ୍ତନୁ ସୁହରା ନାମକ 2 ଯୁବକଙ୍କୁ ଗିରଫ କରିଥିଲା। ଯାଞ୍ଚ ସମୟରେ ସେମାନଙ୍କ ନିକଟରୁ 2ଟି ଦେଶୀ ବନ୍ଧୁକ, 7 ରାଉଣ୍ଡ ଜୀବନ୍ତ ଗୁଳି ଜବତ କରାଯାଇଛି। ଏହି ଅପରାଧିକ କାର୍ଯ୍ୟକଳାପରେ ବ୍ୟବହୃତ ହେଉଥିବା ଏକ କାରକୁ ମଧ୍ୟ ପୁଲିସ ଜବତ କରିଛି। ଏହି ବନ୍ଧୁକଗୁଡ଼ିକ ବିହାରରୁ ଅଣାଯାଇଥିଲା ଏବଂ ଅଭିଯୁକ୍ତମାନେ ଏହାକୁ ନିଜ ପାଖରେ ରଖିଥିଲେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ମୁକେଶ ଭାମୁ ସୂଚନା ଦେଇଛନ୍ତି। ତେବେ ଏହି ବନ୍ଧୁକ କୌଣସି ଅପରାଧ ଘଟାଇବା ଉଦ୍ଦେଶ୍ୟରେ ଅଣାଯାଇଥିଲା କି ନାହିଁ ସେ ନେଇ ପୁଲିସ ଅଧିକ ତଦନ୍ତ ଚଳାଇଛି।